हाय फ्रेंड्स नमस्कार जय जन सांग मैंने मुझे आप स्वागत करते आज नूतन वीडियो को सांगे आज समय हो गला गोटे 1:30 पाखापाखि हो गला कृष्णा मुझे पलि आस नालकोतल को कहीं आज आम छोट छुआ सहित आज भोजी हम लाडू मु मकुन आउ चांटू आज आमर ये गोटे स्पेशल भोजी हम माछ तरकारी। हाँ आम कृष्णा भी आम सहित अच्छी आम कृष्ण मोर आगे पलि सब माछ धुआधुई कर सब आस बोधे मकुन आमर पलि आसला आम नालको तल को करई माछ आउ सब धरी पलि आसी एकाथरे माछ आमर मैरिनेट हो हलदी लुण सब गुलिया सामान मकुन पलि आसला आमर मकुन ए चुली नगेब बाउंश पथर दे आग चुली नगे आरंभ करदेला आमर मेन रोषिया लाडू नना लाडू नना मोर छिड़ा हिंदुआर मोर चुलटा नागी सारा पर नना मोर रोषे करेंगे ना कौन ना सामान देखो तो आमर चुली नागला पर आम रोषिया लाडू नना आमर कई छोट कर बसई दी आम ए नालको तले रोषे कर ये हूँ आम नालको तल आम रोषे चलती आम सांग मैंने माछ भजा हो से पड़े आम फ्रीडम तेल पड़गला माछ भाजा चलती आमर एपटे मकुन आमर अदा रसुण पिज चोपा छोड़ाऊँ बसिक ये मकुन केमी लगुच आज भोजीटा भोगलिया लगुच माछ धराला ना कौन आसला से स्कूल तले नालको तले आम रोषे चलती आज्ञा भोजीटा केमी चलाऊँ कृष्णा आम साइकेल चलाऊँ नालको तले सी भी आम भोजी सहित जोग दे जाल धरिकी बोची देखो देखो आम छोट कर 3-3टा माछ पकड़ भाजु माछ भजा चलती आमर ये माछटा ना तेल से बुलूँ आमर माछ भजा संपूर्ण भाव सरी जाइए आमर देखा तो शेवल माछ भजा सरीगला आमर सोरिष तेल पड़ा मसला कि लाडू मसला सब कौन बटा आमर मसला जरी पलि आसी पियाज अदा रसुण सोरिष आउ कौन काचा लंका एति आम तेल भल तातीगला को सहयोग करने लाडू नना को आम पलि आसते मकुन भाई आमर आज शेवल माछ तरकारी हम सोरिष बाटण दिखाई आमर हाल्का रसुण अदा आउ सोरिष कंचा लंका जीरा बाटण होती पियाज चाटू चाटू आइल लंका गुंड पड़ला मसला अधाड़िया हो गला सोरिष मसला बेसी कषा होनी
ଆମର ଆଜି ସ୍ପେଶାଲ ରୋଷେଇଆ ଲାଡୁ ନନା। ସେ ଚିକେନ୍ ଫିକେନ୍ ଯେକୌଣସି ମସଲା ତରକାରୀ କରନ୍ତୁ ତାଙ୍କର ହାତଟା ଭାରି ଆସେଇ। ସେଥିପାଇଁ ଆମେ ଫିଷ୍ଟ କଲା ଆଗ ଲାଡୁ ନନା ଖୋଜା ଆମର ହୁଏ। ସାଙ୍ଗ ଦେଖୁଛୁ ଆମର ପୁରା ମସଲା ରେଡ଼ି ହେଇଗଲାଣି। ଲାଡୁ ଅଳ୍ପ ପାଣି ଦେଇକି ପୁରା କଷୁଛନ୍ତି ଭଲ ଭାଗରେ। କଞ୍ଚା ଆଳୁ ପକେଇଲେ ଏବେ ମସଲା ହେଇନି ଆଉ ଟିକେ ହବ, ସେଥିପାଇଁ ଆମେ ଟିକେ ଆଡ଼୍ କରିଦେଇଛୁ ଆଳୁ। ଆଉ ଆମର ଏପଟେ ମକୁନ ଏଇଡ଼ ନା ମକୁନ ଚାଣ୍ଟୁ, ଆଉ ଏପଟେ ଆମ ଲାଡୁ ନନା, ଆଉ ମୁଁ ତ କ୍ୟାମେରା ଧରିଛି। କରୁଛନ୍ତି ଦେଖୁଛ ସାଙ୍ଗମାନେ ଆମର ଲାଡୁ ନନା କେତେ ସୁନ୍ଦର ଭାବରେ କଷି ଦେଇଛନ୍ତି ମସଲାଟାକୁ, କେତେ ସୁନ୍ଦର ଦେଖାଯାଉଛି। ଆଉ ଟିକେ ଲାଷ୍ଟ ଟିକେ ହଳଦୀ ଆଡ଼୍ କଲେ। ଲାଷ୍ଟ ହଳଦୀ ଆଡ଼୍ କଲେ କ'ଣ ପାଇଁ ଲାଗିବନି ମସଲାଟା ନା କ'ଣ? ମୁଁ ଜାଣିନି ପକାଇଦେଲା ହଉ। ଆଉ ଶେଷକୁ ଆମର ଆଡ଼୍ ହେଲା ଲୁଣ। ଆମେ ଆଲକୋହଲ ତଳେ ଫିଷ୍ଟ କରୁଛୁ, ସେଥିପାଇଁ ବୋତଲ ଦେହରେ ପାଣି ଆଣିଛୁ ଭାରି। ପାଣି ଦିଆହେଇକି ଲାଡ଼ୁ ଏବେ କ'ଣ କଲା ନା ଯେଉଁ ଆମ୍ବୁଳ ଖଟା ଆସିଥିଲା ଆମ୍ବୁଳ ଦେଇଦେଲେ। এটা ତ ମତେ କଣ ମାଛ ବୋଲି କରି ମାଛ ସାଙ୍ଗ ଦେଖିବ ଆମର ସ୍ପେଶାଲ ମାଛ ତରକାରୀ ରେଡ଼ି ହେଇଯାଇଛି ଏବେ। ଆଉ ଆମର ଆଳୁ ଫାଳୁ ସବୁ ସିଝିଗଲା, ତାପରେ ମାଛ ଆମର ଏବେ ଆଡ଼। ହାଇ ଫ୍ରେଣ୍ଡସ୍, ଆମର ଏବେ କ'ଣ ହେଲା? ବାପୁ ଆସିଗଲେ ଗେଷ୍ଟ। ଚିଫ୍ ଗେଷ୍ଟ ଆମର ବାପୁ ଆସିଗଲା। ସେଇଟା ଦରକାର, ସେଇଟା ଦରକାର। ନାଇଁ ସେଇଟା ଛୋଟିଆଟା କିରଣଟା ଆମର ଚିଫ୍ ଗେଷ୍ଟ ବାପୁ ଆସି ଟେଷ୍ଟ କରୁଛନ୍ତି ମାଛ ଭଜାଟା କେମିତି ହେଇଛି। ଲାଡୁ ଭାଜିଛି ମାନେ ବଢିଆ ହେଇଛି। ଆମର ଲାଡୁ ନନା, ଲାଡୁ ବଢିଆ, ମାଛ ଭାଜିଛି। ଲାଡୁ ନନାଙ୍କ ସ୍ପେଶାଲ। ଛଣା ହେଇଯିବ। ତୁ ନିଜେ ଖାଇଦେ। ଆଉ ଟିକେ ଦେଇଦେ ମାରିଦେବା। ଆମ ଲାଡୁ ନନାଙ୍କ ସ୍ପେଶାଲ ମାଛ ତରକାରୀ ଆଜି ରେଡ଼ି। ଆମର ସୋରିଷ ବଟଣ ଆମ୍ବୁଲ ପଡ଼ି ଖଟା ପଡ଼ିକି ହେଇଛି। ଆଉ ଲାଷ୍ଟ ଟିକେ ହାଲକା କି ରୁଚିର ଗୋଟେ ଗରମ ମସଲା ଆଡ଼୍ କରିଦେଲୁ। ଆମେ ଖାଦ୍ୟ ଖାଇବା ପାଇଁ ଛାତ ଉପରକୁ ପଳେଇ ଆସିଲୁ। ସାଙ୍ଗମାନେ ଆମେ ଏବେ ଅଛୁ ନାଲକୋ ଉପରେ। ଆଉ ଛାତ ଘର ଥିଲା ଆଗରୁ। ଆମେ ଏଇ ଘରେ ଆଗରୁ ବି ପଢ଼ାପଢ଼ି ବହୁତ କରିଛୁ। ମୁଁ 5 କ୍ଲାସ୍ ଯାକେ ଏଇଠି ପଢ଼ିଛି। ଆଉ ବହୁତ ଦିନ ପରେ ଆସିଲି, ଭାରି ଖୁସି ଲାଗୁଛି। କୃଷ୍ଣା ଆମର ନାଚୁଛି। ଭାତ ଆଉ ତରକାରୀ ଆଣି ପଳେଇ ଆସିଛି। ନୂଆ ଷ୍ଟାଇଲରେ ପିଆଜ କଟା ହେଉଛି ନୂଆ ଖରିକାରେ। ଦେଖିବ ତ ସାଙ୍ଗମାନେ, କାହିଁକିନା ଛୁରୀ ହେରିକା ଆମେ କିଛି ଆଣିନୁ।
କଥା ସାଙ୍ଗମାନେ ଆମର ଆଜି ସ୍ପେଶାଲ ମାଛ ତରକାରୀ ଭାତ ପୁରା ରେଡ଼ି। ଆମର ଲାଡ଼ୁ ନନା ମଝିରେ ରୋଷେଇ କରୁଛନ୍ତି ଆଉ ପରସା ପରସି ସେ ଆଜି କରିଦେଉଛନ୍ତି। ସାଙ୍ଗମାନେ ଦେଖିବେ ଆମର ମାଛ ଖିଆ ଚାଲିଛି। ତାର କେମିତି ଲାଗୁଛି ମଗ୍ନ ଆଉ ଲାଡ଼ୁ ନନା ଆମର ରୋଷେଇଆ। ଆଉ ଲାଡ଼ୁ ନନା କ'ଣ କୁହନ୍ତୁ କେମିତି ଲାଗୁଛି? ଯେହେତୁ ନନା ରୋଷେଇ କରୁଛନ୍ତି ବଢ଼ିଆ ବଢ଼ିଆ ଲାଗୁଛି, ମୋତେ ବି ବହୁତ ଭଲ ଲାଗୁଛି। ମାନେ ଏବେ ଭୋଜି କରି ଖାଇକି ଆସି ଘରେ ପହଞ୍ଚିଲି। ଆଉ ଯଦି ଆପଣମାନଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥାଏ ତାହେଲେ ଆମ ଚ୍ୟାନେଲ୍ ସବସ୍କ୍ରାଇବ୍, ଲାଇକ୍, ସେୟାର ସବୁ କମେଣ୍ଟ କରି ରହୁଛି ସାଙ୍ଗମାନେ। ଜୟ ଜଗନ୍ନାଥ।